हाँ ମୁଁ କହିଲି ପାର୍ସଲ ନେବେ ପରା। ମୁଁ ଗାଁରେ ଅଛି ଅତରେପୁଲରେ। ହଁ ସେଟା କାଟିଲିନି କି? ଆଜ୍ଞା 188 ରୁ 178 ଗଲା। वेलकम बैक टू माय चैनल सुजल्स ब्लॉगिंग जर्नी। ଆଉ ଏବେ ତ ମୁଁ ଯାଉଛି ବାଲାଚରକୁ ଆଉ ଆଜି ଟିକେ ଅଧିକ ବାସଲ ଥିଲା ସେଥିପାଇଁ ସକାଳୁ ମୁଁ ଆଉ ଭିଡିଓ କରିପାରିଲିନି ଯେହେତୁ ଲୋଡ ଟିକେ ଆଜି ଅଧିକ ଥିଲା। ଦିଟା ପିଲା ଆମର ଛୁଟିରେ ଅଛନ୍ତି ତ ସେମାନଙ୍କ ରୁଟ କୁ କଭର କରିବାକୁ ପଡିଲା ତ ସେଥିପାଇଁ ମୁଁ ଟିକେ ଫାଷ୍ଟ ଆଜି ବ୍ଲଗ କରିନଥିଲି ଆଉ ଏବେ ସେମାନଙ୍କ ରୁଟ ତ ସାରିକି ପଳେଇ ଆସିଲିଣି। ଏବେ ଖାଲି ମୋ ରୁଟରେ ହିଁ ପାର୍ସଲ ଅଛି ଆଉ 22ଟା ପାର୍ସଲ ଅଛି ଆଉ ସେସବୁ ମୁଁ ଗୋଟେ ପରେ ଗୋଟେ ଡେଲିଭରି କରୁଛି। ଆପଣ ଭିଡିଓରେ ବନ୍ଦ କରନ୍ତୁ ଦେଖନ୍ତୁ ମୁଁ କେମିତି କଣ ସବୁ ପାର୍ସଲ ଡେଲିଭରି କରୁଛି ଆଉ କୋଉ କୋଉ କଷ୍ଟମର କୋଉ କୋଉ ଜାଗାରେ ଆଜି ପାର୍ସଲ ଦେବାର ଅଛି ତ ଦେଖିବା ପାଇଁ ଭିଡିଓ ଲାଷ୍ଟ ଯାଏଁ ରୁହନ୍ତୁ। ଆଉ ଆଜି ତ ମୁଁ କାମ ସରିଲା ପରେ ଗୋଟେ ସାଙ୍ଗର ବର୍ଥଡେ ଅଛି ତ ସେଇଠି ଯିବାକୁ ପଡିବ କାରଣ ସେଇଠି ଆମେ ଟିକେ ଫିଷ୍ଟ କରୁଛୁ ତ ଚାଲନ୍ତୁ ଯିବା ଆଉ ଲେଟ୍ ନ କରିକି ଯେତିକି ପାର୍ସଲ ଅଛି ଜଲ୍ଦି ଜଲ୍ଦି ଟିକେ ସାରିଦବା। ଚାଲନ୍ତୁ ଅନଲାଇନ କରିବି ଅନଲାଇନ କରିବ। କଷ୍ଟମର ଅନଲାଇନ କଲେ ମତେ ପେମେଣ୍ଟ ପାର୍ସଲ ଦେଇଦେଇଛି ଏବେ ଡାଇରେକ୍ଟ ଯିବା ପନ୍ତିକାରିକି ପନ୍ତିକାରରେ ଅଛି ଆଉ ଗୋଟେ ଭାଇଙ୍କର ପାର୍ସଲ ତାଙ୍କ ଘର ତ ମୁଁ ଅଲରେଡି ଦେଖିଛି ଡାଇରେକ୍ଟ ତାଙ୍କ ଘର ଆଡେ ଯାଇ ତାଙ୍କ ପାର୍ସଲ ଦେବି। ତ ଏବେ ସେଇ ଘର ପାର୍ସଲ ଦେଇଦେଇଛି ପନ୍ତିକାର ଆଉ ଏବେ ଯାଉଛି ମୁଁ ଶରଣ ପଲ୍ଲୀକି ଗୋଟେ ପାର୍ସଲ ଅଛି ଅଶେଷ ନାୟକ ନାଁରେ ଆଉ ତାକୁ କଲ୍ କରିଦବା। ତା ପାର୍ସଲ ଟା ଆଗରୁ ଦେଇଛି ମୋର କିନ୍ତୁ ଟିକେ ଠିକ ସେ ମନେ ପଡୁନି ଆଡ୍ରେସ ଟା ପାର୍ସଲ ଟା କରିଦେଇଛି ସେଥିପାଇଁ ଟିକେ ଗାଁ ଭିତରେ ଫାଷ୍ଟ କଲ୍ କରି ତାକୁ ଦେଇଦବା ପାର୍ସଲ ଟା। ନାଇଁ ଏଇଟା ଦେଇଦଉନ ତାଙ୍କ ଘରଠି ବାବୁ ଅଶେଷ ହଜାର ହଁ ପେମେଣ୍ଟ କରିଦେଇଛି ପେମେଣ୍ଟ କରିଦେଇଛି ଖାଲି ଦେଇଦେ ତାଙ୍କ ତ ଗାଏ ସେ ପାର୍ସଲ ଟାକୁ ତ ମୁଁ ଦେଇଦେଇଛି ଅଶେଷ ଭାଇଙ୍କ ଘରେ ସେ ତ ଫୋନ ପିକଅପ୍ କରୁନଥିଲେ ସେଥିପାଇଁ ସେ ପିଲା ଗୁଡା ଥିଲେ ଆମର ତାଙ୍କୁ ଦେଇଦେଇଛି ପାର୍ସଲ ଟା। ଏବେ ମୁଁ ଯିବି କଲ୍ୟାଣପୁରକୁ ମେନ ରୋଡରେ ଗୋଟେ ପାର୍ସଲ ଅଛି ଆଉ ତାଙ୍କୁ ତ ମୁଁ ଅଲରେଡି ଜାଣିଛି ତାଙ୍କ ଖାଲି ତାଙ୍କ ଘର ଠି ଯାଇ ପାର୍ସଲ ଦେଇଦବା ଆଉ ତାଙ୍କର ପେମେଣ୍ଟ ଟା ଆମେ ରିସିଭ କରିକି ଦେନ ଆଗକୁ ଯିବା ପାର୍ସଲ ଦବା ଆହୁରି ଆଉ ଅଛି 14ଟା ଖଣ୍ଡେ ପାର୍ସଲ ଅଛି ପାର୍ସଲ ଦି ତିନିଟା ଦେଇଦେଲିଣି। ତ ସାଙ୍ଗମାନେ ଏବେ ମୁଁ ଆସି ପହଞ୍ଚିଗଲିଣି ଆମର ପ୍ରତାପପୁରରେ ଆଉ ଏଠି ଦିଟା କଷ୍ଟମର ପାର୍ସଲ ଦବାର ଅଛି। ଫାଷ୍ଟ ପାର୍ସଲ ତ ମୁଁ ଆଡ୍ରେସ କହିଛନ୍ତି କଷ୍ଟମର ମୁଁ ଦେଖି ଟିକେ ପଚାରିକି ଯାଉଛି କାରଣ ସେ କହିଲେ ସେ ନାହାନ୍ତି ଅଲରେଡି ପେ କରିବେ ମତେ ସେ ପଚାରି ତାଙ୍କ ଘରେ ନେଇକି ଦବା ପାର୍ସଲ ଟାକୁ। ରାଜା ପ୍ରଫୁଲ୍ଲ ବଡ ଦରକାର ରେ ପୁରା ଲାଷ୍ଟ ଟା ସେ ଲାଷ୍ଟ ଘରଟାରେ ନେଇକି ପାର୍ସଲ ଦବା ଆଉ ତାଙ୍କୁ ମତେ ଅନଲାଇନ ପେମେଣ୍ଟ କରିବେ। ପ୍ରଫୁଲ୍ଲ ଗୌଡ ତମର ପରା ମା ପ୍ରଫୁଲ୍ଲ ଗୌଡ ଘର ଏ ସାମାন্য ଗୋଟେ ଆସିଛି। ସେ ପାର୍ସଲ ଟା ଦେଇଦେଇଛି ମୁଁ ଯୋଉଠି କଷ୍ଟମର ଆଡ୍ରେସ କହିଲି ସେଇଠି ତାଙ୍କୁ ପାର୍ସଲ ଦେଇଦେଲି ଆଉ ସେ ମତେ ଅନଲାଇନ ପେମେଣ୍ଟ କରିଦେଇଛନ୍ତି। ଏବେ ଯାଉଛି ଗାଁ ଭିତରକୁ ଆମର ଲଳିତ ଭାଇଙ୍କର ଗୋଟେ ପାର୍ସଲ ଆସିଛି ତାଙ୍କୁ ପଚାରିଦବା ସେ ପାର୍ସଲ ତାଙ୍କ ନା କାହାର ମୁଁ ଟିକେ ଡାଉଟ ଅଛି ତାଙ୍କର ଆଡ୍ରେସ ଟା ଟିକେ ଅଲଗା ଥିଲା ଆଉ ଏ ଆଡ୍ରେସ ଟା ଟିକେ ଅଲଗା ଅଛି ତ ତାଙ୍କୁ ପଚାରିଦବା ପାର୍ସଲ ଟା ତାଙ୍କର ନା ଆଉ କାହାର। ଲଳିତ ଭାଇ ଲଳିତ ଭାଇ ଭାଇ ଟିକେ ପାର୍ସଲ ଟା ତ ଦବାକୁ ଆସିଥିଲି ଲଳିତ ଭାଇ କି ସେ କହିଲେ କି ନାଇଁ କଷ୍ଟମର ମାନେ ଯିଏ କହିଥିଲେ ତାଙ୍କୁ ମଗେଇଦବା ପାଇଁ ପାର୍ସଲ ଟା ଆଉ ସେ ପିଲା ତ ଏବେ ନାହିଁ ତ ସେଥିପାଇଁ ସେ ପାର୍ସଲ ଟା କ୍ୟାନସଲ କରିଦେଲେ। ଏବେ ମୁଁ ଯିବି ଡାଇରେକ୍ଟ ବାଙ୍କତାରେ ଅଛି ମୋର ଦିଟା ପାର୍ସଲ ଆଉ ସେଇ ଦିଟା ଭିତରୁ ବି ମୁଁ ଜଣଙ୍କୁ କଲ୍ କରିଦେଇଥିଲି ଅଲରେଡି ତ ଫାଷ୍ଟ ସେ କଷ୍ଟମର ନେଇକି ଦେଇଦବା ପାର୍ସଲ ଟା ତାପରେ ନେକ୍ସଟ ପାର୍ସଲ ଯାହାର ଅଛି ତାଙ୍କୁ ଟିକେ କଲ୍ କରିଦେବି ଆଉ।
भाई गाड़ी का अवस्था भी पूरा खराब है आगु को बिग बिलियन आसुची तो से फास्ट गाड़ी टाक आज रिपेयर करने पड़ो गले ना भाई बिग बिलियन बेले असुविधा हम कमें ना लोड अधिक रही गाड़ी किसी प्रॉब्लम देखे देन बाट मझी रास्ता गाड़ी खराब है किसी भी प्रॉब्लम है भाई निजे जो प्रकार हईराण हम तो हम ऑफिस स्टाफ मैंने भी हईराण आमको वेट कर बुझे ना तो भाई से आज टी गाड़ीटा जाकि रिपेयर करदेवा जहाँ जहाँ भी काम बाकी अच्छी भाई भ्यूज टा देखी पारे आम भ्यूटा केमती देखा जाए दुई साइड गछ गुड़ा अच्छे मध्य रास्ता भाई कौन लगुच लगे लगे हेलो 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 हाँ से पार्सल ने आज हेलो हाँ मुझे पार्सल पार्सल ने पूरा मु गाँव रे अच्छी अतरेपुल रे हाँ बैंक बंद है मनोज सही रहती सेलुलर फोन नंबर ना आपण फोन पे कर दो ना ना घर दे देला हमनी पार्सल नहीं नहीं मोर एल्डो को इतना साले दिरु से लोन दा काटो फोन पे पकनी दिया भाई आ मु एपट आड़ गले पुणी रिटर्न है मुझे गोठलंडा आड़ रिटर्न हेबी जे तुम बेलंडा रिसीव करे लगा हबो जाई आसंतु हम गांव के प्रसाद अत्रे बुली पछरे तमे गां रे बेटिलो फोन कर देबी ए दियो फोन पे कर देबी पोस्ट रास्ते पर आउ आने दिन केते मु कोन कहू जे तुम बुझिलानी मु कहली मु तुम गां आड़ गले रिटर्न है गोठलंडा आड़ रिटर्न हेबी बोली कहू तुमको जामे गोठलंडा आड़ आइलु हां नाइ तुम रिसीव कोड करिया मु एपट आड़ गले तो रिटर्न है गोठलंडा आड़ रिटर्न हेबी ना तुम कोड रिसीव करे पार्सल पचाची भाई टे बैंक द्वारा फास्ट पार्सल दे देजी आउ से मते ऑनलाइन पेमेंट कर दिजंती बापा केंजी राधाकांत साबतर को गोटे हाँ तार जो रत्यान दायर घर पड़ी कि रत्यान दायर पड़ी ना आगा नहीं नहीं जो आगे जो फ्लिपकार्ट रे काम करले तांकर कहू तो राधाकांत राधाकांत साबत हाँ हाँ खाइला तो बड़े बड़ा होता हाँ लेफ्ट साइड बड़ा होता राधाकांत साबत बा राधाकांत साबत बरा राधाकांत साबत बरा पार्सल उड़ाई नांदी ना तुम हेलो हाँ भाई ना घर बाहर अच्छे हाँ एटा 274 घर दे दे तो पार्सल ला मो नंबर टा को छाड़ दे नंबर रे पार्सल घर दे दे मां को हां लेखन नंबर टा सेटा आमे देखु याडा आपण घर देखि चेक करे जदी भलो नाला रिटर्न करिए भाई पार्सल मगुजन तो मगुजन जहाँ हईराण कर भाई से मो घंटा मगुजन कहते भाई यार बैटेरी टा आनुची पकई चेक कर दे बोली भाई थोड़े ना घर एकदम ड्रेस पैंट मगई तो कहे मत पिंधे दे बोली हम कि ना ना से भाई कस्टमर पार्सल मगुजन एपर्यंत बुझुना कि भाई आम काम भाई आप पार्सल आने डेलीवर करूँ आप पार्सल रिटर्न कले आम आप रिटर्न आने ना कि आप जो जिन मगुन खोलिकी पिंधे चेक कर जिनसा भाई देखुन तो सब रास्ता काम लगे तो भाई गाड़ी बहुत जाम हो गोटे बड़ गाड़ी आसला ना भाई गाड़ी जीव रास्ता भाई कह दौड़ी उड़ी हेलो भाई गोटे पार्सल आसी बेंगेश्वर मजदान ने ना रोड पर को बाहर घटा है जो चौड़ बाहर घटा मोर जाओ
ବେଙ୍ଗେଶ୍ୱର ମଇଦାନରୁ ଯାଉଛି ପାର୍ସଲ କଷ୍ଟମର ଦବା। ପାର୍ସଲ ତମର ସୁଶୀଲ ନା ଅନଲାଇନ୍ କରିକି ଆସ ଇନ୍ଦିରା କି ଭଲ ମିଳିଲା। ଓହୋ ନିଜ ଗୋଟେ ଝିଅ ଦେଖା ଯାଇଥିବ। ତ ପାର୍ସଲ ତ ଆପଣ ଦେଖିଥିବେ ଦେଇଦେଲି। ଏବେ ଯିବି ଆଉ ଗୋଟେ ପାର୍ସଲ ରହିଲା। ସେ କଷ୍ଟମର ତ ଘରେ ଅଛନ୍ତି ନା ଏଇଠି ଅଛନ୍ତି ପଚାରିଦେବି ଘରେ। ଏବେ ଯାଉଛି ମୁଁ କୁର୍ତେଇକୁ ଆଉ ଏପଟରେ ତ ସବୁ ପାର୍ସଲ ଗଲାଣି। କୁର୍ତେଇରେ ଅଛି 2ଟା ପାର୍ସଲ ଆଉ ଗୋଟେ ଅଛି ପାଟଣାଗୋଲରେ ଆଉ ଆମର ଗୋଟେ ଅଛି 3ଟା ପାର୍ସଲ। 17 ଖଣ୍ଡେ ପାର୍ସଲ ଅଛି ଦେଇଦେଲେ ଆଜିର ପାର୍ସଲ ସରିବ ଆଉ। ଭାଇ ଆଜି ଟିକେ ପ୍ରଥମ ମାନେ ବହୁତ ସମୟ ୱେଟ୍ କରିବ। ସବୁଦିନେ ବାକି ରହିବା ଦିନ ପାର୍ସଲ ଆଣୁ ଆଣୁ ସାଙ୍ଗେ ସାଙ୍ଗେ ପଇସା ଦେଇଦେଉଥିଲେ। ଆଜି କେଜାଣି କଣ ହେଇଥିବେ ନବା ଲୋକ ବି ଆଜି ଟିକେ ଜଗଉଛନ୍ତି ଆସିକି ପାର୍ସଲ ନବା ପାଇଁ। ହଉ ଛାଡ଼ନ୍ତୁ ଯାହା ହଉଥିବ ପାର୍ସଲ ଡେଲିଭରି କରିକି ଯିବ। ସେ 2 ମିନିଟ୍ ଯାଏ 10 ମିନିଟ୍ ଲେଟ୍ ହଉଛି ନା ଆଉ। ଏପଟଟା ପାର୍ସଲ ଆଇଛି 310 ଟଙ୍କା ଅଛି। ଏବେ ଦେଖନ୍ତୁ ମୁଁ ଆସିଲି ଆମର କୁର୍ତେଇକି। ଆଉ କୁର୍ତେଇରେ 2ଟା ପାର୍ସଲ ଅଛି। 2 ଜଣ କଷ୍ଟମର ମୁଁ ଜାଣିଛି। 2ଟା ପାର୍ସଲକୁ ଡେଲିଭରି କରେଇଦେବି। ଚାଲନ୍ତୁ ମୋ ସାଙ୍ଗରେ ଯିବା ତାଙ୍କ ଘରଠିକି ଦେଖିବା କେମିତି କଣ ପାର୍ସଲ ଦଉଛି। ସମସ୍ତେ ବନ୍ଦ କରିଦେଇଥିବା ଦୋକାନଟା। ବାପା ନାହାନ୍ତି ନା ଆଇନାହାନ୍ତି କୋଉଠି ଅଛନ୍ତି? ବାପା କୋଉଠି ଅଛନ୍ତି? ସେ ଯାଇ ଯାଉଛି କୁର୍ତେଇ ସେ ବା ଆମର ଖାରି ସାହି। ଆଉ ପଇସା କାଇଁ ଦିଅ ମତେ। ହଁ ସେଟା କାଟିଲିନି କି ଆଉ 188 ରୁ 178 ଗଲା। 178 ସେ 500 କେତେ ହେଲା 678 680 ଇଏ 320 କେତେ ହେଲା। ହଁ 30 ଟଙ୍କା ଦିଅ। ସେଟା ମୁଁ ଏବେ ଗୋଟେ ପାର୍ସଲ ଖାଲି ଦେଇକି ପଳେଇ ଖାରି ସାହିରେ ଗୋଟେ ଦେଇକି ଆଇଛି। ସାଙ୍ଗମାନେ ଆଜିର ବ୍ଲଗଟି ତ ଏଇଠି ମୁଁ ଶେଷ କରୁଛି। ଆଉ ଆପଣମାନେ ଯେଉଁମାନେ ବି ଆଜିର ଭିଡ଼ିଓଟି ପୁରା ଦେଖିଛନ୍ତି ସେମାନେ ତ ଦେଖିଥିବେ କେମିତି କଷ୍ଟମର ମାନେ ଆମକୁ ଜଗଉଛନ୍ତି। କିଏ 10 ମିନିଟ୍ ତ କିଏ 15 ମିନିଟ୍ ତ କାବାର ଚେଞ୍ଜ ନଥାଉଛି। ତ ପୁଣି କିଏ କେଉଁ ପାର୍ସଲ ନେଇ ଘରକୁ ପଳେଇ ଥାଉଛନ୍ତି ଏମିତି ବି ହେଉଛି। ତ ଏସବୁ ଜିନିଷ ତ ଆମ ପାଇଁ ନୂଆ ନୁହଁ। ଏସବୁ ଆମେ ଡେଲି ଲାଇଫରେ ଡେଲି ଆମେ ଫେସ୍ କରୁଛୁ। ତ ଆପଣମାନେ ଜାଣିପାରୁଥିବେ ତ ଏଥିରୁ ଡେଲିଭରି ଜବ୍ଟା କେତେ କଷ୍ଟ ଆଉ କେତେ ସବୁ ପ୍ରୋବ୍ଲେମର ଫେସ୍ କରିବାକୁ ପଡ଼ୁଛି। ତ ଆଜିର ଭିଡ଼ିଓଟି ଯେଉଁମାନଙ୍କୁ ଭଲ ଲାଗିଥିବ ଆଉ ଆପଣମାନଙ୍କୁ ତ ନିଶ୍ଚିତରେ ଭଲ ଲାଗିଥିବ ତ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦେବେ। ନୂଆ ଅଛନ୍ତି ଯଦି ଟିକେ ଲାଇକ୍ କରିଦେବେ ଆଉ ସେୟାର କରିଦେବେ ଭିଡ଼ିଓଟିକୁ। ତ ଡାଇରେକ୍ଟ ମୁଁ ଆପଣଙ୍କ ସହ ଦେଖା ହେଉଛି କାଲି ନେକ୍ସଟ ବ୍ଲଗ୍ରେ।